ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସାହିତ୍ୟ ସିନ୍ଧୁ ପୁସ୍ତକର ଦଶମ ଶ୍ରେଣୀ ଭୀମଙ୍କ ସିଂହନାଦ ରଡ଼ିର ଚତୁର୍ଥ ଭାଗକୁ ଯିବା ଏବଂ ଇଏ ହେଉଛି ଶେଷ ପର୍ଯ୍ୟାୟ। ଆମର ପାଠକୁ ଟିକେ ଉଚ୍ଚାରଣ କରିବା ପିଲାମାନେ। ମୁଁ ପଢ଼ୁଛି, ଟିକେ ଦେଖ। ଆଦିତ୍ୟ ଭୂମଣ୍ଡଳ ଧ୍ରୁବମଣ୍ଡଳ ଅମରମଣ୍ଡଳ ଆକାଶେ ଲାଗିଲା ଉଛୁଳିଲା ସିନ୍ଧୁ ଜଳ ରେ ରେ କାର କରି ରାଜା ଧୃତରାଷ୍ଟ୍ରୀ ବକ୍ଷସ୍ଥଳେ ମାରି ବାହାସ୍ଫୋଟ ଗର୍ଜୁଣ ବେଗେ ଉଠି ମହାଗହନ ନିଶ୍ୱାସ ବୁଲାଇ ବେନି ଡୋଳା ବେନେଇ ଭୁଜେ ଆକ୍ରୋଶୀ ଧଇଲେ କମଳା। ଆରେ ଆରେ ଦୁର୍ଯ୍ୟୋଧନ ଅପାର ପ୍ରତିଜ୍ଞା ଯେ କଲୁ ବାବୁ ବୋଇଲେ ଯେ ଭୀମର ସାତ ରଡ଼ି ସହିବୁ। ମାନଗୋବିନ୍ଦ ରାଜା କମଳା ଭୁଜଦଣ୍ଡ ଦେଲା ପେଲି ଅଧର ପୁଷ୍ଟ କରି ପଳା ଯା ବୋଲି ବୋଲି। ମହାଲଛି ବୋଇଲେ ଯେ ପଳାଉ ଅଛିନି ମୁହିଁ ତୋହର ଭର୍ଚ୍ଛନା ବୋଲିବାକୁ ଥିଲି ତ ବାଟ ଚାହିଁ। ଲଛି ବୋଲେ ଆବର ରଡ଼ିଏ ଯେବେ ସହିବୁ ପାମର ଇଏ ରଡ଼ି ସହିଲେ ତୁରେ ହୋଇବୁ ଅଜରାମର। ଏତେ ବୋଲି ତତ୍କ୍ଷଣେ ଛାଡ଼ିଲେ ମହାଲକ୍ଷ୍ମୀ କଦଳୀ ପତ୍ର ପ୍ରାୟ କମ୍ପଇ ମହାତମୀ। ସତୁରୀ ସତୁରୀ ଭାର ଗଦା ଘେନି କର ସ୍ଥଳେ ଖେପଇ ମାନଗୋବିନ୍ଦ ଯେ ଚିତ୍ତ ଅନ୍ତରାଳେ। ପିଲାମାନେ ବହୁତ ବଢ଼ିଆ ଲାଗିବ। ଟିକେ ବିଷୟବସ୍ତୁକୁ ପଢ଼ି ସାରିଛେ, ଏବେ ଆମେ କଠିନ ଶବ୍ଦ ଗୁଡ଼ିକୁ ଟିକେ ଶୁଣିଦେବା। ଶପଥ ସାଗରର ଅର୍ଥ ହେଲା ସାତଟି ଜିନିଷ, ଯେମିତିକି ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ ଏବଂ ମେରୁ କହିଲେ ପର୍ବତ ବିଶେଷ। ଆଦିତ୍ୟ ମଣ୍ଡଳ କହିଲେ ସୂର୍ଯ୍ୟମଣ୍ଡଳ, ଭୂମଣ୍ଡଳ କହିଲେ ଭୂମିମଣ୍ଡଳ, ଧ୍ରୁବ ମଣ୍ଡଳ କହିଲେ ଧ୍ରୁବତାରା ପରିଧି ଅଞ୍ଚଳକୁ ବୁଝାଏ। ଅମରମଣ୍ଡଳ କହିଲେ ସ୍ୱର୍ଗ ଅଞ୍ଚଳ। ଧୃତରାଷ୍ଟ୍ରୀ କହିଲେ ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନଙ୍କୁ କୁହାଯାଉଛି। ବକ୍ଷସ୍ଥଳେ କହିଲେ ବକ୍ଷସ୍ଥଳେ। ବାହାସ୍ଫୋଟ ଅର୍ଥାତ୍ ଭାବିବା କଥା କହିବା, କରତଳ ଦ୍ୱାରା ଆଘାତ କରିବା। ମହାଗହନ ଅତି ଗମ୍ଭୀର। ବେନି ଭୁଜେ ଦୁଇ ହାତରେ। ଆକ୍ରୋଶୀ ଆକର୍ଷଣ କରି ବା ଭିଡ଼ି କରି ଧରିବା। ଏବଂ କମଳା, କମଳା କହିଲେ ଲକ୍ଷ୍ମୀଙ୍କୁ ବୁଝାଏ। ଦୁର୍ଯ୍ୟୋଧନ ହେଉଛି ପନ୍ନଗ ନାରାୟଣ, ତେଣୁ ଲକ୍ଷ୍ମୀ ତାଙ୍କ କାନ୍ଧରେ ଥିଲେ। ସେ ଚାଲିଲେ ପାଦ ପଦରେ ସ୍ୱର୍ଣ୍ଣପଦ୍ମ ଫୁଟୁଥିଲା ବୋଲି ଶାରଳା ମହାଭାରତରେ ଯାହାକି ବର୍ଣ୍ଣନା ହେଇଛି। ଦୁର୍ଯ୍ୟୋଧନ କହିଲେ ଦୁର୍ଯ୍ୟୋଧନକୁ ବୁଝାଏ। ପ୍ରତିଜ୍ଞା, ଭୁଜଦଣ୍ଡ କହିଲେ ବାଡ଼ି ପରି ହାତ। ଦିଲାର ଅର୍ଥ ହେଲା ଦେବା ବା ଦେଲା। ଅଧର କହିଲେ ତଳ ଓଠ, ଅଧର କହିଲେ ଓଠକୁ ବୁଝାଏ ପିଲାମାନେ। ମହାଲଛି କହିଲେ ମହାଲକ୍ଷ୍ମୀ। ଅଛିନି କହିଲେ ଅଛି। ମୁହିଁର ଅର୍ଥ ହେଲା ମୁଁ। ଭର୍ଚ୍ଛନାର ଅର୍ଥ ହେଲା ଗାଳି, ଭର୍ତ୍ସନା ବୋଲି ମଧ୍ୟ କୁହାଯାଏ। ଲଛିର ଅର୍ଥ ହେଲା ଲକ୍ଷ୍ମୀ। ପାମର କହିଲେ ଅଧମ। ଅଜରାମ୍ବର କହିଲେ ଅଜର ଅମର, ଚିରଞ୍ଜୀବୀ ଯାହାକୁ କୁହାଯାଏ, ଯିଏକି ସବୁଦିନ ପାଇଁ ଅମର ହେଇକି ରହିଯିବ। ମହାତମୀର ଅର୍ଥ ହେଲା ମହାକ୍ରୋଧୀ। ସତୁରୀ ସତୁରୀ ଭାର ଗଦା, ଦୁର୍ଯ୍ୟୋଧନର ଗଦା ଦ୍ୱୟର ଓଜନ ଥିଲା 70 ଭାର ଲେଖାଏଁ। ଖେପଇର ଅର୍ଥ ହେଲା ଫୋପାଡ଼ିବା ବା ଡେଇଁ ଡେଇଁ ବା ଫିଙ୍ଗିବା। ଏ ଥିଲା ଆମର କଠିନ ଶବ୍ଦ ଗୁଡ଼ିକ ପିଲାମାନେ। ଏବେ ଆମେ ବିଷୟବସ୍ତୁକୁ ଟିକେ ପଢ଼ିବା। ଆଦିତ୍ୟ ଭୂମଣ୍ଡଳ ଧ୍ରୁବମଣ୍ଡଳ ଅମରମଣ୍ଡଳ, ଯେତେବେଳେ ସେ ଦ୍ୱିତୀୟ ରଡ଼ି ଦେଇଛି କିଏ ନା ଭୀମ। ସିଂହନାଦକୁ ଯେତେବେଳେ ଦ୍ୱିତୀୟ ଥର ସେ ନିଜ କରରେ ଧରି ବା ହାତରେ ଧରି ଦ୍ୱିତୀୟ ବାର ଯେତେବେଳେ ରଡ଼ି ଦେଇଛି, ତାହା କେଉଁଠିକି ଯାଇଛି ନା ଆଦିତ୍ୟ। ଆଦିତ୍ୟ କହିଲେ ସୂର୍ଯ୍ୟଙ୍କ ନିକଟକୁ ଯାଇଛି। ଭୂମଣ୍ଡଳ କହିଲେ କ'ଣ ନା ଭୂର ଅର୍ଥ ହେଲା ପୃଥିବୀ ବା ଭୂମିମଣ୍ଡଳ, ଭୂମି ବା ପୃଥିବୀକୁ ମଧ୍ୟ ଆସିଛି। ଆଉ କେଉଁଠିକି ଯାଇଛି ନା ଧ୍ରୁବମଣ୍ଡଳକୁ ଯାଇଛି। ଧ୍ରୁବମଣ୍ଡଳ ତ ଜାଣିଛୁ ପିଲାମାନେ, ଆମେ ଧ୍ରୁବ ତାରା ଯେତେ ପର୍ଯ୍ୟନ୍ତ ପରିଧି ଅଞ୍ଚଳ ଅଛି ତାକୁ କୁହାଯାଉଛି ଧ୍ରୁବମଣ୍ଡଳ। ଅମରମଣ୍ଡଳର ଅର୍ଥ କ'ଣ ନା ଅମରର ଅର୍ଥ ହେଲା ସ୍ୱର୍ଗପୁର, ତାହା କେଉଁଠିକି ମଧ୍ୟ ଗଲା ସ୍ୱର୍ଗପୁରକୁ ମଧ୍ୟ ବି ଯାଇଛି। ତ ସୂର୍ଯ୍ୟଙ୍କ ନିକଟକୁ, ଭୂମିକୁ, ଧ୍ରୁବମଣ୍ଡଳକୁ, ଅମରମଣ୍ଡଳକୁ ତାହା ଯାଇଛି। ଆଉ କ'ଣ ହେଇଛି ନା ଆକାଶେ ଲାଗିଲା ଉଛୁଳିଲା ସିନ୍ଧୁ ଜଳ। ଆକାଶରେ ଜଣାପଡ଼ୁଛି ଯେ ସତରେ ଆକାଶ କେମିତି ଥିବ ପିଲାମାନେ, ଏମିତି ହେଇକି ଆକାଶ ଅଛି ଏବଂ ଜଳ ଅଛି, ସିନ୍ଧୁର ଜଳ। ସିନ୍ଧୁର ଜଳଟା ଯାଇକି କେଉଁଠି ମିଶିଗଲା ଭଳିଆ ଜଣାପଡ଼ୁଛି ନା ଆକାଶରେ ମିଶିଗଲା ଭଳିଆ ଜଣାପଡ଼ୁଛି। ତ ସେ କହୁଛି ସେଠି କ'ଣ ଯେ ସତେ ଲାଗୁଛି
ଯେମିତି ସିନ୍ଧୁ ଜଳ ସମୁଦ୍ରର ଜଳ ଯାଇକି ଲାଗିଯାଉଛି କେଉଁଠି ନା ଆକାଶରେ ଯାଇକି ଛୁଇଁ ଯାଉଛି ସେଟା। ରେ ରେ କାର କରି ରାଜା ଧୃତରାଷ୍ଟ୍ରୀ, ରେ ରେ ଗର୍ଜନ କରୁଛି କିଏ ନା ଧୃତରାଷ୍ଟ୍ରୀ କିଏ? ଧୃତରାଷ୍ଟ୍ରୀ ହେଉଛି ଦୁର୍ଯ୍ୟୋଧନଙ୍କ ପୁଅ, ଦୁର୍ଯ୍ୟୋଧନ ଧୃତରାଷ୍ଟ୍ରଙ୍କ ପୁତ୍ର, ଯିଏକି ହେଉଛି ଦୁର୍ଯ୍ୟୋଧନ, ତାକୁ ଧୃତରାଷ୍ଟ୍ର ବୋଲି ମଧ୍ୟ କୁହାଯାଇଥାଏ। ଠିକ୍ ଅଛି ପିଲାମାନେ, ସେ କ'ଣ କରୁଛି? ରେ ରେ କାର କରି ରାଜା ଧୃତରାଷ୍ଟ୍ରୀ, ଦୁର୍ଯ୍ୟୋଧନ ରେ ରେ କାର କରି ଗର୍ଜନ କରି ବକ୍ଷସ୍ଥଳେ ମାରି ବାହାସ୍ଫୋଟ ଗର୍ଜଣ ବେଗେ ଉଠି। ବକ୍ଷସ୍ଥଳରେ ଅର୍ଥ ହେଲା ବକ୍ଷସ୍ଥଳରେ, ନିଜ ବକ୍ଷସ୍ଥଳରେ କ'ଣ କରୁଛି ନା ସେ ଗର୍ଜନ କରି ନିଜେ ବାହାସ୍ଫୋଟ ମାରି ବାହାପିଆ କଥା କହି ଏବଂ କରତଳ ଦ୍ୱାରା ଆଘାତ କରି ସେ ଉଠି ପଡ଼ିଛି। ମହାଗହନ ନିଶ୍ୱାସ ବୁଲାଇ ବେନି ଡୋଳା, ମହାଗହନର କହିଲେ ଅତି ଗମ୍ଭୀର ଭାବରେ ସେ କ'ଣ କରୁଛି ନା ଗମ୍ଭୀର ଭାବରେ ନିଶ୍ୱାସକୁ ଫୁଲେଇ ଦେଇଛି ଏବଂ ବୁଲାଇ ବେନି ଡୋଳା, ବେନି କହିଲେ ଦୁଇ, ଡୋଳା କହିଲେ ଆଖି, ଦୁଇ ଆଖିକୁ ସେ କ'ଣ କରୁଛି ନା ଏମିତି ବୁଲେଇ ଦେଇଛି। ଏବଂ ଯେତେବେଳେ ସେ ନିଶ୍ୱାସ ମାରି ବେନି ଡୋଳାକୁ ବୁଲାଇ ସେ ଯେତେବେଳେ ଛିଡ଼ା ହୋଇ ପଡ଼ିଛି, ସେହି ସମୟରେ ବେନି ଭୁଜେ ଆକ୍ରୋଶୀ ଧୋଇଲେ କମଳା, ସେହି ସମୟରେ କ'ଣ କଲେ ନା ବେନି ଭୁଜେର ଅର୍ଥ ହେଲା ଦୁଇ ହାତରେ, ଆକ୍ରୋଶୀର ଅର୍ଥ ହେଲା ଆକର୍ଷଣ କରି, ଜାବୁଡ଼ି ଧରିବା, ଭିଡ଼ି ଧରିବା, ଧଇଲେର ଅର୍ଥ ହେଲା ଧରିବା, କମଳାର ଅର୍ଥ ହେଲା ମହାଲକ୍ଷ୍ମୀ। ମହାଲକ୍ଷ୍ମୀ କ'ଣ କରୁଛନ୍ତି ନା ଦୁର୍ଯ୍ୟୋଧନକୁ ଦୁଇ ହାତରେ ତାକୁ ଜାବୁଡ଼ି ଧରିଛନ୍ତି। ପୁଣି କ'ଣ କହୁଛନ୍ତି? ଆରେ ଆରେ ଦୁର୍ଯ୍ୟୋଧନ କହିଲେ ସେ ଦୁର୍ଯ୍ୟୋଧନକୁ ବୁଝାଉଛି ଅପାର ପ୍ରତିଜ୍ଞା ଯେ କଲୁ ବାବୁ। ଅପାର କ'ଣ କରୁଥିଲା ନା ପ୍ରତିଜ୍ଞା କରିଥିଲା ଯେ ମୁଁ କ'ଣ କରିବି, ବୋଇଲୁ ଯେ ଭୀମର 7 ରଡ଼ି ସହିବୁ। କ'ଣ ବୋଲି ପ୍ରତିଜ୍ଞା କରିଥିଲା ନା 7 ରଡ଼ି ସେ ସହିବ, କିନ୍ତୁ 2 ରଡ଼ିରେ ସେ କ'ଣ କରୁଛି ନା ସେ ବାହାରି ପଡ଼ିଛି ଯୁଦ୍ଧ କରିବା ପାଇଁ। ତେଣୁ ସେ କହୁଛନ୍ତି ତୁ 7 ରଡ଼ି ସହିବା ପାଇଁ ପ୍ରତିଜ୍ଞା କରିଥିଲୁ ରେ ବାବୁ, ବୋଇଲେ ଯେ ଭୀମର 7 ରଡ଼ି ସହିବୁ, ତୁ ଭୀମର 7 ରଡ଼ି ପର୍ଯ୍ୟନ୍ତ ତୁ ସହିବୁ। ମାନଗୋବିନ୍ଦ ରାଜା କମଳା ଭୁଜଦଣ୍ଡ ଦିଲା ପେଲି, ମାନଗୋବିନ୍ଦ କହିଲେ ସେ ଦୁର୍ଯ୍ୟୋଧନକୁ ବୁଝଉଛି ଏବଂ ସେ କ'ଣ କଲା ନା କମଳାଙ୍କର ଭୁଜଦଣ୍ଡକୁ ଠେଲିଦେଲା, ପେଲିଦେଲା ବା ତାଙ୍କୁ ଧକ୍କା ମାରିଦେଲା। ଏବଂ ଅଧର ପୃଷ୍ଠରେ ସେ କ'ଣ କହୁଛି ପଳା ଯା ବୋଲି। ଅଧର ପୃଷ୍ଠର ଅର୍ଥ କ'ଣ ପିଲାମାନେ? ଅଧର ପୃଷ୍ଠର ଅର୍ଥ ହେଲା ତାର ଓଠରେ, ତଳ ଓଠରେ କ'ଣ ବୋଲି କହୁଛି ସେ, ତୁ ଏଠୁ ପଳା ବୋଲିକିରି କାହାକୁ କହୁଛି ନା କମଳାକୁ କହୁଛି, ତୁ ଏଠୁ ପଳା। ମହାଲକ୍ଷ୍ମୀ ବୋଇଲେ ଯେ ପଳାଉ ଅଛିନି ମୁହିଁ, ମହାଲକ୍ଷ୍ମୀ କହିଲେ ମହାଲକ୍ଷ୍ମୀ କ'ଣ କହିଲେ ନା ମୁଁ ପଳେଇବି, ଅଛିନି ମୁହିଁର ଅର୍ଥ ହେଲା ମୁଁ ଏଠୁ ନିଶ୍ଚିତ ଭାବରେ ପଳେଇବି, ଯେହେତୁ ମୋତେ ତୁ ଏତେ ନିନ୍ଦା ଅପମାନ ତିରସ୍କାର କରିଛୁ, ମୁଁ ନିଶ୍ଚିତ ଭାବରେ ଏଠୁ ପଳେଇବି। ତୋର ଭର୍ତ୍ସନା ବୋଲିବାକୁ ଥିଲି ତ ବାଟ ଚାହିଁ, ତୁ କେତେବେଳେ ମୋତେ ତୁ ନିନ୍ଦା କରିବୁ, ଗାଳି କରିବୁ, ଭର୍ତ୍ସନା କରିବୁ ଏବଂ ମୁଁ ଏଠୁ ପଳେଇବୁ। ମୁଁ ସେଇ ସମୟକୁ କ'ଣ କରିଥିଲି ନା ବାଟ ଚାହିଁ ରହିଥିଲି। ଲଛି ବୋଲେ ଆବର ରଡ଼ିଏ ଯେବେ ସହିବୁ ପାମର, ଯେତେବେଳେ ତୁ ଆଉ ଗୋଟେ ରଡ଼ି ସହିଯିବୁ ରେ ପାମର ହେ ଦୁଷ୍ଟ, ତାହେଲେ ତୁ ନିଶ୍ଚିତ ଭାବରେ କ'ଣ ହେଇଯିବୁ ନା ଅଜର ଅମର ହେଇଯିବୁ। ଏ ରଡ଼ି ସହିଲେ ତୁରେ ହୋଇବୁ ଅଜରାମ୍ବର, ଅଜରାମ୍ବରର ଅର୍ଥ ହେଲା ଅଜର ଯୁକ୍ତ ଅମ୍ବର ସମାନ ହେଲା ଅଜରାମ୍ବର କହିଲେ ଚିରଞ୍ଜୀବୀକୁ ବୁଝାଏ। ଅଜର ଅମର ସବୁଦିନ ପାଇଁ ତୁ କ'ଣ ହେଇଯିବୁ ନା ଅମର ହେଇଯିବୁ। ଏତେ ବୋଲି ତତ୍କ୍ଷଣେ ଛାଡ଼ିଲେ ମହାଲକ୍ଷ୍ମୀ, ଯଥାଶୀଘ୍ର କହି ସେଠୁ ସେ ମହାଲକ୍ଷ୍ମୀ କ'ଣ କଲେ ନା ବାହାରି ପଡ଼ିଲେ ଏବଂ କଦଳୀପତ୍ର ପ୍ରାୟ କମ୍ପାଇ ମହାତମୀ, କଦଳୀପତ୍ର ଯେମିତି ଥରହର ହୋଇଯାଏ କମ୍ପମାନ ସୃଷ୍ଟି କରିଥାଏ, ଠିକ୍ ସେହିଭଳି ମହାତମୀ କହିଲେ ମହାକ୍ରୋଧୀ କିଏ? ସିଏ ଆମର ଦୁର୍ଯ୍ୟୋଧନ କଦଳୀପତ୍ର ଭଳି କମ୍ପମାନ ସୃଷ୍ଟି କରୁଛି, ଥରି ଯାଉଛି, ଥରହର ହେଇଯାଉଛି। 70 ଭାର ଗଦା ଘେନି କରସ୍ଥଳେ, ତାର ନିଜ ହାତରେ 2ଟି ଗଦା, ତାହାର ଓଜନ କେତେ ନା 70 ଭାର, 2ଟି ଗଦା 70 ଭାର ଲେଖାଏଁ 2ଟା ଗଦା ଧରିଲା କେଉଁଠି ନା ତାର କରସ୍ଥଳରେ, ତା ହାତରେ। ଏବଂ ଖେପଇ ମାନଗୋବିନ୍ଦ ଯେ ଚିତ୍ତ ଅନ୍ତରାଳେ, ଅର୍ଥାତ୍ ଖେପଇର ଅର୍ଥ ହେଲା ଫୋପାଡ଼ିବା, ଡେଇଁ ଯିବା। ମାନଗୋବିନ୍ଦ
ମାନଗୋବିନ୍ଦ ଯେ ଚିତ୍ତ ଅନ୍ତରାଳେ ମନର ଅନ୍ତରାଳରେ ସେ କ'ଣ କରୁଛି ନା କ୍ରୋଧିତ ହୋଇଯାଇଛି ଏବଂ ସେ ଯୁଦ୍ଧନ୍ତେ ହିଁ ଡାକରା ଦେଇ ଆସିକି ଯୁଦ୍ଧ କରୁଛି କାହା ସହିତ ନା ଭୀମଙ୍କ ସହିତ ଏବଂ ପରବର୍ତ୍ତୀ ସମୟରେ ଯୁଦ୍ଧରେ ସେ ପରାସ୍ତ ହୋଇଛି। ଆଜି ପାଇଁ ଏତିକି ପିଲାମାନେ, ଆଶା କରୁଛି ଭଲ ଲାଗିଥିବ। ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବ। ଧନ୍ୟବାଦ। କଲ୍ୟାଣମସ୍ତୁ। ଥ୍ୟାଙ୍କ ୟୁ ଟୁ ଅଲ୍। ଜୟ ଜଗନ୍ନାଥ।